ପତଞ୍ଜଳି ଯୋଗସୂତ୍ରର ସମାଧିପାଦ ସୂତ୍ର ନମ୍ବର 9। ଶବ୍ଦ ଜ୍ଞାନାନୁପାତି ବସ୍ତୁଶୂନ୍ୟ ବିକଳ୍ପ। ତାର ଅର୍ଥ ହେଲା, ପଦଗୁଡ଼ିକର ଅର୍ଥ ହେଲା ଶବ୍ଦ ହେଲା ଶବ୍ଦ ବା କଥା, ଜ୍ଞାନ ଧାରଣା ବା ଭାବ, ଅନୁପାତି ମାନେ ଅନୁସରଣ କରୁଥିବା, ବସ୍ତୁଶୂନ୍ୟ ବାସ୍ତବ ବସ୍ତୁ ନଥିବା, ବିକଳ୍ପ କଳ୍ପନା ଜନିତ ବୃତ୍ତି। ତାର ସରଳ ଅର୍ଥ ଦେଖିବା, ଶବ୍ଦ ଦ୍ୱାରା ଉତ୍ପନ୍ନ ହେଉଥିବା କିନ୍ତୁ ଯାହା ପଛରେ କୌଣସି ବାସ୍ତବ ବସ୍ତୁ ନାହିଁ ସେଇଟା ହିଁ ବିକଳ୍ପ, ତାକୁ ବିକଳ୍ପ କୁହାଯାଏ। ତାର ବ୍ୟାଖ୍ୟାଟା ଦେଖିବା, ବିକଳ୍ପ ହେଉଛି ମନର ଏପରି ଏକ ଅବସ୍ଥା ଯେଉଁଠି ଶବ୍ଦ ଅଛି, ଧାରଣା ଅଛି କିନ୍ତୁ ବାସ୍ତବ ସତ୍ୟ ନାହିଁ। ଉଦାହରଣ, ଆକାଶର ଫୁଲ, ବନ୍ଧ୍ୟାପୁତ୍ର, ଏମାନେ ଶବ୍ଦରେ ଅର୍ଥବହ, ଏସବୁ ଶବ୍ଦର ଅର୍ଥ ଅଛି କିନ୍ତୁ ବାସ୍ତବରେ ତାର ଅସ୍ତିତ୍ୱ ନାହିଁ। ଏହିପରି କଳ୍ପନା ମନକୁ ଅନାବଶ୍ୟକ ଭାବରେ ବ୍ୟସ୍ତ ରଖେ। ଯୋଗ ସାଧନାରେ ଏହି ବିକଳ୍ପ ବୃତ୍ତିକୁ ଶାନ୍ତ କଲେ ମନ ସତ୍ୟ ଦିଗକୁ ଅଗ୍ରସର ହୋଇଥାଏ।